ସାଙ୍ଗମାନେ ଆସ ଦେଖିବା ଆମ ଗାଁ। ଇଏ ହେଉଛି ଆମ ଗାଁର ପରିବେଶ। ବର୍ଷା ହେଉଛି ଜୋରସେ। ଭେଣ୍ଡି ଲଗେଇଥିଲୁ, ଭେଣ୍ଡି ହେଇଛି। ମୁଁ ଦିନେ ପାଳ ଛତୁ ପାଳ ଗଦାରେ ହବ ବୋଲି ଗୋଟେ ଲୁଣ ତାଟିଆରେ ପକେଇ ଦେଇଥିଲି। ତ ବର୍ଷା ଘଡ଼ଘଡ଼ି ଦେଇଥିବାରୁ ଛତୁ କଢ଼ ହେଇଛି, ବହୁତ ସାରା ଫୁଟିଛି। ଏଠି ପୋଇ ଲାଗିଛି, ସାନ ଫୁଲ ତୋଳୁଛି। ଏଠି ଜହ୍ନି ଲାଗିଛି, ଆମର ଏଠି କଦଳୀ ଗଛ ବି ଲାଗିଛି। ଆମ କୋଠା ଘର କୁସୁମ ଗଛ ଲାଗିଛି। ଇଟା ରଖା ହୋଇଛି, ଘର କାମ ହେଇଥିବା ଯୋଗୁଁ ଇଟା ରଖା ହେଇଛି। ଏଠି ଆମର ଫୁଲ ଗଛ ବି ବହୁତ ସାରା ଲାଗିଛି। ଏଠି ଘର କରରେ ଗୁଆ ଗଛ ଲାଗିଛି ମଧ୍ୟ। ଇଏ ଆମ ଚାଳ ଘର, ତା ପାଖରେ କୋଠା ଘର, ଆମ ଘର ପାଖରେ ଦେବଙ୍କ ଘର। ସେପଟେ ଗୁହାଳ ତାଙ୍କର ମୁହଁ ବି ଯାଉଛି ତାଙ୍କ ବାଡ଼ିକି। ଏଠି ତାଙ୍କର ଲାଉ ଲଗା ହେଇଛି, 3ଟା ଲାଉ ଫଳିଛି। ଜହ୍ନି ବି ବହୁତ ସାରା ହେଇଛି। ସୁର ବୋଉ ଘଷି ନଉଛି, ଅଞ୍ଜନ ବୋଉ ଘଷି ନଉଛି। ଇଟାରେ ବହୁତ ସାରା କଖାରୁ ହେଇଛି। ଏଠି ଫୁଲ ଗଛ ଲାଗିଛି, ପୋଇ ବି ଲାଗିଛି। ପୋଇ ଘଷି ଗଦାକୁ ଦିଆ ହେଇଛି। ବଡ଼ ବାପା ଛତା ସଜାଡୁଛନ୍ତି, କୁକୁରମାନେ ପିଣ୍ଡାରେ ଶୋଇଛନ୍ତି। ମୁଁ ବି ରାସ୍ତା ଆଡ଼କୁ ଯିବି। ସୁର ବୋଉ ଓଦା ହେଇକି ତା କାମରେ ବ୍ୟସ୍ତ। ଏଠି ଆମର କୁକୁଡ଼ା ରଖା ହେଇଛି। ମୁଁ ବି ରାସ୍ତାକୁ ଯାଉଛି ଚାଲି। ଏଠି ଆମର ଗାଈମାନେ ଗୋଠାଳି ଅଛନ୍ତି। ରାସ୍ତାରେ ଯାଉ ଯାଉ ଦେଖିବ ମାମିନା ବୋଉ କଖାରୁ ଲଗେଇଥିଲା, ବର୍ଷା ଦେଇଥିବାରୁ ତା କଖାରୁ ଛିଡ଼ି ଯାଇଛି। ବର୍ଷାରେ ଲୋକମାନେ ଓଦା ହେଇକି ପାଣି ଆଣିବାକୁ ଯାଉଛନ୍ତି, କାରଣ ଆମ ଟ୍ୟୁବୱେଲଟା ଟିକେ ବିଲ ମଝିରେ। ଏଠି ବିଲ ମଝିରେ ତ ସେଥିଲାଗି ବହୁତ ବାଟ, ତ ପାଣି ଆଣିବାକୁ ବାଧ୍ୟ ହେଇକି ପାଣି ଆଣିଥାନ୍ତି। ଆମେ ତ ନେଇ ଆସୁଛୁ, ଯେଉଁମାନେ ପାଣି ଆଣିଥାନ୍ତି ସେମାନେ ଯାଉଛନ୍ତି ଟ୍ୟୁବୱେଲରେ ପାଣି ଓଦା ଘଡ଼ଘଡ଼ି ମେଘ ହେଲେ ବି ସେ ମଧ୍ୟ ଛତା ମଣ୍ଡେଇକି ଓଦା ହେଇକି ପାଣି ଆଣୁଛନ୍ତି। ତ ମୁଁ ଆସି ଦେଖିବାକୁ ବହୁତ ଆମ ଦୂରରେ ପାଣି ପୁରା ଖୋଲା ମୁଣ୍ଡରେ ପାଣି ହେଇକି ବାହାରୁଛି। ପାଣି ଆଣିବାକୁ ଯାଉଛନ୍ତି ତ ଲୋକମାନେ। ଦୁଆରେ ବର୍ଷା ହେଉଛି, ମୋ ବୋଉ ଓଦା ହେଇକି ଘଷି ବି ଆଣୁଛି। ଏବେ ବର୍ଷା ଜୋରସେ ହେଲା। ବର୍ଷା ହେବାର ଦୃଶ୍ୟ ଏବେ ଦେଖେଇବି। ଏବେ ସାଙ୍ଗମାନେ ଦେଖନ୍ତୁ ବର୍ଷା କେତେ ଜୋରସେ ହେଉଛି। ତ ମୁଁ ଭିଡ଼ିଓକୁ ଛତା ମାରିକି ଯାଉଛି କରିବି। କେତେ ଜୋରସେ ବର୍ଷା ହେଉଛି ସାଙ୍ଗମାନେ ଦେଖନ୍ତୁ। ଆମ ଆଡ଼େ ହେଉଛି, ତମ ଆଡ଼େ ହେଉଥିବ କି ନାହିଁ ମୁଁ ଜାଣିନି। ତ ଆମ ଆଡ଼େ ଜୋରସରେ ବର୍ଷା ହେଉଛି। ଗାଈ ପାଇ ଗଲା ଏବେ ବର୍ଷାରେ। ଲୋକମାନେ ଓଦା ହେଇକି ବି ଗାଈ ପାଳି ବି ନେଉଛନ୍ତି। ଆମେମାନେ ଘରେ ବସିଛୁ, ସେମାନେ ଓଦା ପୋତା ହେଇକି ଗାଁରେ ଯିଏ ରହୁଥିବେ ସେ ଜାଣିଥିବେ ଗାଈ ପାଳି ବି ଯାଏ। ଗାଈ ପାଳି ଲୋକମାନେ ନେଉଛନ୍ତି, କମ୍ପଲସରି ନେବାକୁ ବାଧ୍ୟ। ତ ଲୋକମାନେ ଏବେ ବର୍ଷାରେ ଓଦା ପୋତା ହେଇ ଗାଈ ପାଳି ନେଉଛନ୍ତି। ଏବେ ଦେଖିବା ଆମ ଗାଁଟା ପୁରା। ଆମେ ଏବେ ସ୍କୁଲ ଯାଉଛୁ, ତ ଚାଲି ଚାଲି ସ୍କୁଲ ଯାଉଛୁ। ଏଠି ଚାଳ ଘର ଗୋଟେ, ଏଠି ଗୋଟେ କୋଠା ଘର ବି ମଧ୍ୟ ଅଛି। କୁକୁର ବି ଆମ ସାଙ୍ଗରେ ଯାଉଛି। ଆମ ଘରେ ଏଇ କୁକୁରଟେ ଥିଲା, ତ ଆମେ ଯୁଆଡ଼େ ଯାଉ ଇଏ ଆମ ସାଙ୍ଗରେ ଯାଏ। ଆମେ ସ୍କୁଲ ଏବେ ଯାଉଛୁ, ତ ଇଏ ଏବେ ଆମ ସାଙ୍ଗରେ ସ୍କୁଲ ଯାଉଛୁ। ଇଏ ରାସ୍ତା ସେପଟେ ନଈ, ତ ବର୍ଷା ଯୋଗୁଁ ବିଲରେ ବହୁତ ସାରା ପାଣି ହେଇଯାଇଛି। ତ ପାଣି ଧାନ ଲାଗିଥିଲା, ତ ପାଣି ହେଇଯାଇଛି। ସେ ଧାନ ଗଛ ସବୁ ବୁଡ଼ି ଯାଇଛି, ଦେଖାଯାଉନି। ସବୁ ବୁଡ଼ି ଯାଇଛି, ତ ପାଣି ଛାଡ଼ିଲେ ଦେଖାଯିବ। ସବୁ ପାଣିରେ ବୁଡ଼ିକି ରହିଛି। ତ ଇଏ ଆମେ ଗଲୁ ମକରଙ୍କ ଘର, ଇଏ ଆମ ଆଉ ଜଣଙ୍କ ଘର। ଆମେ ଫାଇନାଲି ସ୍କୁଲ ପାଖରେ ପହଞ୍ଚିଗଲୁ। ଏତେ ବାଟ ଚାଲି ଚାଲି ଦୀର୍ଘ 23 ମିନିଟ୍ ପରେ ଫାଇନାଲି ପହଞ୍ଚିଲୁ। ପିଲାମାନେ ସ୍କୁଲରେ ପଢୁଛନ୍ତି। ତାପରେ ଦିନ ବନ୍ୟା ଆସି ପହଞ୍ଚି ଯାଇ ସାଙ୍ଗମାନେ ଦେଖନ୍ତୁ ବର୍ଷାକୁ ବନ୍ୟା କେତେ ଜୋରସେ ଆସିଛି। ଲୋକମାନେ ପାଣିରେ ପଶି ମଧ୍ୟ ପାଣି ଆଣୁଛନ୍ତି। ତ ଲାଇନ୍ ନଥିବାରୁ ଲୋକମାନେ ମଧ୍ୟ ଗାଧଉଛନ୍ତି। ମୁଁ ଯାଉଛି ପାଣିରେ ପଶି ଭିଡ଼ିଓ କରିବାକୁ। ଆପଣମାନେ ଦେଖନ୍ତୁ, ମୁଁ ଏଇ ଭିଡ଼ିଓଟିରେ ଆପଣମାନଙ୍କୁ ଦେଖାଉଛି ଏବେ ଆମ ଗାଁ ମନ୍ଦିରକୁ ଯିବା। ଦେଖନ୍ତୁ ସାଙ୍ଗମାନେ ରାସ୍ତା ପାଖରେ ଏବଂ ଧାନ ବିଲ ପାଖରେ ଆମ ଗାଁ ମନ୍ଦିରଟି। ଏବେ ଆମେ ସମସ୍ତେ ପୂଜା ଭୋଗରେ ଲାଗି ପଡ଼ିଛନ୍ତି। ଏବେ ପୂଜା ଆରମ୍ଭ ହେଲା, ତ ନନା ଏବେ ପୂଜା ଆରମ୍ଭ ଷ୍ଟାର୍ଟ କରିଦେଲେ। ଆଉ ତା ପାଖରେ ଆଉ ଗୋଟେ
ଯେହେତୁ ହବାର ତ ଏଇ ମନ୍ଦିରକୁ ପଳେଇ ଆସିଛନ୍ତି। ସେ ମନ୍ଦିର ସମସ୍ତଙ୍କ କାମରେ ମୁଁ ବି ଲାଗି ପଡ଼ିଲି ମୋ କାମରେ। ଯେହେତୁ ଶୀତ ଦିନ ଆସୁଛି ସବୁ ପରିବା ଗଛ ଫୁଲ ଗଛ ଲଗାଯିବ, ଶାଗ ଗଛ ମଧ୍ୟ ଲଗାଯିବ। ତ ମୁଁ ଏବେ ମୋ କାମ କରୁଛି, ସଫା କରିଦେଉଛି। କାହିଁକିନା ସାପ ଯେହେତୁ ଏଠି ବାହାରୁଛି ବହୁତ ଘାସ ହେଇଥିବାରୁ ତ ସାପ ମଧ୍ୟ ବାହାରିଲା ତ ମୁଁ ସଫା କରିଦେଲି। ତ ଏବେ ସବୁ ତଳ ଯେତକ ସବୁ ତଳେ ଶାଗ ଫାଗ ଲଗାଯିବ, ପନିପରିବା ଲଗାଯିବ ତ ସଫା କରିଦେଉଛି। ଛାତ ଉପରେ ମଧ୍ୟ ସଫା କରିଦେବି। ତ ଛାତ ଉପରେ ସଫା କରୁଛି, ମୋ ବାପାଙ୍କ କାମରେ ଟିକେ ସାହାଯ୍ୟ କରିଦେଉଛି। କାଠ ସବୁ ସଜଡ଼ା ସଜଡ଼ି ହେଉଛି, ଆମ ଘର କାମ ହବ। କାହିଁକିନା ଘର କାମ ଅଧା ହେଇଥିଲା ତ ହେଇନି, ତ ସଜଡ଼ା ସଜଡ଼ି ହେଉଛି। ଏବେ ଫୁଲ ଗଛ ବି ମୁଁ ଶୀତ ଦିନେ ଲଗାଏ ବହୁତ ସାରା ଫୁଲ ଗଛ। ମୁଁ ଆଗରୁ ତ ଭିଡ଼ିଓ କରେନି, ଏବେ ଭିଡ଼ିଓ କରୁଛି ତ ଭିଡ଼ିଓରେ ଦେଖେଇଦେବି ଫୁଲ ଗଛ ଲଗେଇବା, ପରିବା ଗଛ ଲଗେଇବା, ଛାତ ଉପରେ କେମିତି ସହଜ ପ୍ରଣାଳୀରେ କେମିତି ଶୀତ ଦିନରେ ସବୁଜ ପନିପରିବା କେମିତି ଆମେ ସୂର୍ଯ୍ୟ କିରଣରେ ବା ସକାଳ କୁହୁଡ଼ିର ପ୍ରଭାବରେ କେମିତି ଆମେ ସୁସ୍ଥ ସୁନ୍ଦର ପନିପରିବା ଲଗେଇ ପାରିବା। ତ ନେକ୍ସଟ ଭିଡ଼ିଓରେ ନିଶ୍ଚୟ ଦେଖିବେ। ଏଇ ଭିଡ଼ିଓଟିକୁ ଯେତେ ଅଧିକରୁ ଅଧିକ ମାତ୍ରାରେ ଭଲ ପାଇବା ଦେଲେ ତ ନିଶ୍ଚୟ ନେକ୍ସଟ ଭିଡ଼ିଓରେ ମୁଁ ମିନି ବ୍ଲଗରେ ଦେଖିବାକୁ ପାଇବେ। ଆଶା କରୁଛି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଏ ଭିଡ଼ିଓରେ ଏଇଠି ଶେଷ କଲି। ଏ ଭିଡ଼ିଓରେ ଭଲ ଲାଗିଥିବ। ଏ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ନିଶ୍ଚୟ ହୃଦୟରୁ ଲାଇକ୍ ସବସ୍କ୍ରାଇବ୍ କରିଦେବେ। कौन करी मोर मु निते जाउती रास्ता कोडी मु कोन करी टेंशन अछि कोन मोर खबर दकर टेंशन गाड़ी भांगी पड़ी टेंशन अछि कोन ए दादा ए दिले कोन दादा कोड के बाबा कोन नार जाग कोन सब रे प्रथा जाग बाबा कोड के बाबा चेक कर मु बैग वाला चेक नहीं से कथा दियन पचारे से आगे पैसा के देखे न दे मत कथा ये वाला बात है ये टाइम पे मारा तो मैं को तुम बोल हां ये काम करेगी वीडियो से बने गति बने